ଆରେ ସକାଳୁ ସକାଳୁ କାହିଁକି ମତେ ନିଦରୁ ଉଠେଇଲୁ? କଣ ନିଜେ ସବୁଦିନ ପାଇଁ ନିଦରେ ଶୋଇବାକୁ? ଆରେ ଶିକାର ଦେଖି ନଳି ଫୁଙ୍କି ଇସାର କରିବାକୁ ତତେ ଜଗେଇଥିଲୁ। ସକାଳୁ ସକାଳୁ ଆସି ଏଠି ଯୋଗ କି ବ୍ୟାୟାମ କରିବାକୁ ନୁହଁ, ମନ ଇଚ୍ଛା ଗୋଟେ ବଜେଇ ଦଉଛି। ମଉସା, ମୁଁ ବ୍ୟାୟାମ କି ସୂର୍ଯ୍ୟ ନମସ୍କାର କରିବାକୁ ତୁମକୁ ଡକେଇନି। ଶିକାର ପରା ତମ ଆଗରେ। ମୋ ଆଡୁ ମୁହଁ ବୁଲେଇ ଟିକେ ଝରଣା ଭିତରକୁ ଦେଖ। ମୋ ପାଟିରୁ ଲାଳ ବୋଇଲାଣି। ଚାଲ ରେ, ଆଜି ଆଉ ଆମ ହାବୁଡରୁ ଭାଇ ଭଉଣୀ ଦିଟା ଖସି ଯାଇ ପାରିବେନି। ଆରେ ନାଇଁ ବାଘ, ଏ ଦି ଜଣକୁ ଆମେ ଏକାଥରେ ମାରିବାନି, ବରଂ ଥର ଥରକିରି ମାରିଲେ ଆମକୁ ବହୁତ ଖୁସି ମିଳିବ। ସେମାନେ ଯେମିତି ଆମକୁ ହଇରାଣ କରି କଷ୍ଟ ଦେଇ ମଜା ପାଉଛନ୍ତି, ଏଥର ଆମେ ଠିକ ସେମିତି କରିବା। ଠିକ କହିଛୁ କୁମ୍ଭୀର। ଶତ୍ରୁକୁ ବନ୍ଧନରେ ପକେଇ ଖେଳେଇ ଖେଳେଇ ମାରିବା। ସେମାନେ ଆମ ସର୍ପ ଜାତିକୁ ଯେମିତି ପେଡିରେ ବନ୍ଦ କରି ରଖନ୍ତି, ଆଉ ଆମ ବିଷ ଦାନ୍ତ ଭାଙ୍ଗି ଖେଳେଇ ଖେଳେଇ ମାରୁଛନ୍ତି, ଆମେ ବି ଠିକ ସେଇଆ କରିବା। ଆଚ୍ଛା ଠିକ ଅଛି, ଜଙ୍ଗଲରେ ଶିକାରର ଅଭାବ ହବନି। ଆରେ ବିଲୁଆ, ସେମାନେ ପାଣି ନେଲା ବେଳେ ଟେକା ପକାଇ ତାଙ୍କ ମାଟିଆ କୋଣା କରିଦେ। ଆରେ ବିଲୁଆ, ବୁଲେଇ ବୁଲେଇ ତଳେଇକି ପକା, ଯେମିତି ମାଠିଆ ମୁହଁରେ ନ ବାଜି ତଳକୁ ଫୁଟେଇ ଦବ।